ସବୁଦିନ ପରି ଆଜି ସକାଳୁ ନଦୀ କୂଳକୁ ଛେଳି ଚରାଇବାକୁ ନେଇ ଯାଇଥିଲେ। ଛେଳିମାନେ ଚରୁଥିବା ବେଳେ ଅସାବଧାନତା କାରଣରୁ ବ୍ୟକ୍ତି ଜଣକ ନଦୀ ପାଣିରେ ପଡ଼ି ବୁଡ଼ି ଯାଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ ଜାଣିବାକୁ ପାଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପୁଲିସକୁ ଖବର ଦିଆଯାଇଥିଲା। ତେଣୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମିରିଗିସିଙ୍ଗା ଗାଁ ନିକଟ ବୈତରଣୀ ନଦୀରେ। ଗ୍ରାମର କୁଣ୍ଡିଆ ମୁଣ୍ଡା ଆଜି ସକାଳୁ ନଦୀ କୂଳକୁ ଛେଳି ଚରାଇବାକୁ ନେଇ ଯାଇଥିଲେ। ଛେଳିମାନେ ଚରୁଥିବା ବେଳେ ଅସାବଧାନତା କାରଣରୁ କୁଣ୍ଡିଆ ମୁଣ୍ଡା ବୈତରଣୀ ନଦୀ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଗ୍ରାମବାସୀମାନେ ତାଙ୍କ ପରିବାରକୁ ସୂଚନା ଦେବା ସହିତ ଚମ୍ପୁଆ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।